ଅଷ୍ଟମ ଶ୍ରେଣୀର ପିଲାମାନେ ତୁମ ନୂଆ ସାହିତ୍ୟ ବହି ଆସିଯାଇଛି। ତୁମ ସାହିତ୍ୟ ବହିର ପ୍ରଥମ କବିତା ଆସ ଉତ୍କଳୀୟ, ଏକ ସୁନ୍ଦର କବିତା ପିଲାମାନେ। ଏହା ଆମ ପାଇଁ ଗୋଟେ ସୁନ୍ଦର ପ୍ରେରଣା ଦେବ। ତେବେ ଆସ ଏହାକୁ ପାଠ କରିବା ଆଉ ବୁଝିବା। ଆସ ଉତ୍କଳୀୟ ଶୁଣ ସର୍ବେ ମିଳି, ଏ ଦେଶ ଜାତିର ପୂର୍ବ କଥା। ସ୍ମରଣେ ଯାହାର ଗୌରବେ ତାହାର, ଆପେ ଆପେ ନଈ ପଡ଼ିବ ମଥା। ତେବେ ପିଲାମାନେ ତମର ଏଇ ଆସ ଉତ୍କଳୀୟ କବିତାଟି ଲେଖିଛନ୍ତି ଜାତୀୟ କବି ବୀରକିଶୋର ଦାସ। ଜାତି ଉଦ୍ଦେଶ୍ୟରେ ସେ ରଚନା କରୁଥିବାରୁ ତାଙ୍କୁ ଜାତୀୟ କବି ଆଖ୍ୟା ଦିଆଯାଇଛି ପିଲାମାନେ। ତେବେ କ'ଣ ହେଲା? ଆସ ଉତ୍କଳୀୟ ଶୁଣ ସର୍ବେ ମିଳି। ତମେମାନେ ଜାଣିଛ ଓଡ଼ିଶାର ପୂର୍ବ ନାମ ଉତ୍କଳ ଥିଲା, କଳିଙ୍ଗ ଥିଲା, ଉଡ୍ର ଥିଲା। ଏଣୁ କବି କହୁଛନ୍ତି ହେ ଉତ୍କଳୀୟ ମାନେ ସମସ୍ତେ ମିଳିମିଶି ଆସ ଆଉ ଶୁଣ ଏ ଦେଶ ଜାତିର ପୂର୍ବ କଥା। ତମେ ଟିକେ ଏ ଦେଶ ଜାତିର ପୂର୍ବ କଥା ଟିକେ ଶୁଣ। ସ୍ମରଣେ ଯାହାର ଗୌରବେ ତୋହର, ଆପେ ଆପେ ନଈ ପଡ଼ିବ ମଥା। ଏ ଦେଶର ଯଦି ଅତୀତ କଥା ପୂର୍ବ କଥା ତମେ ଯଦି ସ୍ମରଣ କରିବ, ଶୁଣିବ, ତେବେ ଗର୍ବରେ ଆପେ ଆପେ ତୁମର ମଥା ନଈ ପଡ଼ିବ। ତା ପ୍ରତି ତୁମର ସମ୍ମାନ ଭାବଭକ୍ତି ଜାତ ହେବ। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ, ଗଲେଣି ଉଭେଇ ଅମର ପଥେ। ଯଶ କି ତାଙ୍କର ହେବ କି ମଳିନ, ଅମଳିନ ପରା ତାହା ଜଗତେ। ହଁ କି ନେଇ ପିଲାମାନେ? ତମେମାନେ ଶୁଣିଛ ବକ୍ସି ଜଗବନ୍ଧୁ, ଚନ୍ଦନ ହଜୁରୀ, ଏମାନେ ଆମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେମାନେ କେବେଠାରୁ ଉଭେଇ ଗଲେଣି, ଅର୍ଥାତ୍ ଇହଧାମ ତ୍ୟାଗ କରିସାରିଲେଣି। ସେମାନେ କେଉଁ ପଥରେ ଚାଲିଗଲେ? ନା ଅମର ପଥରେ ଚାଲିଗଲେ। ଯେଉଁ ରାସ୍ତାରେ ଗଲେ ମଣିଷ କେବେ ମୃତ୍ୟୁବରଣ କରେ ନାହିଁ, ଅର୍ଥାତ୍ ଲୋକ ମୁଖରେ ରହିଥାଏ। ଯେଉଁମାନେ ଭଲ କାମ କରନ୍ତି ତାଙ୍କର ଶରୀର ସିନା ମାଟିରେ ମିଶିଯାଏ, କିନ୍ତୁ ତାଙ୍କର କୀର୍ତ୍ତି ତାଙ୍କୁ ସବୁଦିନ ପାଇଁ ଅମର କରି ରଖିଥାଏ। ଯେମିତି ଆଜି ବି ଆମେ ବକ୍ସି ଜଗବନ୍ଧୁ, ଚନ୍ଦନ ହଜୁରୀ କଥା ମନେ ପକାଉଛୁ। ଯଶ କି ତାଙ୍କର ହେବ କି ମଳିନ, ମନୁଷ୍ୟର ଯଶ କୀର୍ତ୍ତି କେବେ ମଳିନ ପଡ଼ିଯାଏ ନାହିଁ। କାରଣ ଦେହ ସିନା ମାଟିରେ ମିଶିଯାଏ, ଉତ୍ତମ କର୍ମ କେବେ ମଳିନ ପଡ଼େ ନାହିଁ। ଯଶ କୀର୍ତ୍ତି କେବେ ମଳିନ ପଡ଼େ ନାହିଁ। ତାହା ଯୁଗ ଯୁଗ ଧରି ଲୋକ ମୁଖରେ ପ୍ରଚାର ହେଉଥାଏ। ଅମଳିନ ପରା ତାହା ଜଗତେ, ଅର୍ଥାତ୍ ଏହି ଜଗତରେ ଆମ ପୂର୍ବପୁରୁଷମାନଙ୍କର ଖ୍ୟାତି ଯଶ ଅମଳିନ ହୋଇକି ରହିଛି, କେବେ ମଳିନ ପଡ଼ୁନାହିଁ। ବୁଝିଲ ପିଲାମାନେ? ବୁଝିପାରିଲ ନା? ଦେଖ, ଯେତେ ବି ମହାପୁରୁଷ ଅଛନ୍ତି, ଯେତେ ବି ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି, ଆମେ ଯୁଗ ଯୁଗ ଧରି ତାଙ୍କର ଜୟଗାନ କରୁଛୁ, ତାଙ୍କର କର୍ମର ଗୁଣଗାନ କରୁଛୁ। ସେମାନେ ଆଜି ଆମ ନିକଟରେ ନାହିଁ, କିନ୍ତୁ ସେମାନେ ମରି ବି ଅମର, ସେମାନେ ଚିର ଅମର। ଏ ସୃଷ୍ଟି ଯେତେ ଦିନ ପର୍ଯ୍ୟନ୍ତ ରହିଥିବ ଲୋକ ମୁଖରେ ତାଙ୍କର ନାମ ରହିଥିବ। କାରଣ ମଣିଷକୁ ତାର କର୍ମ ହିଁ ଅମର କରିଦିଏ। ପାଇକ ପୁଅର ଗାରି ମାଜା ଥିଲା, ସ୍ୱାଧୀନତା ଜାଗେ ଦେଲା ଆହୁତି। ସେ ଜାତି ଦାୟାଦ ଆମେ ତ ସରବେ, ବଢ଼ି ହେବା ଅଙ୍ଗେ ସେହି ବିଭୂତି। ତାହେଲେ ପିଲାମାନେ ଆମ ଏ ମାଟିର ପାଇକ ପୁଅର ଯଦି ଆମେ କାହାଣୀ ଶୁଣିବା, ତାହେଲେ ଗର୍ବରେ ଆମ ଛାତି ଫୁଲି ଉଠିବ। ପାଇକ ପୁଅମାନେ ବୀର ଥିଲେ। ସେମାନେ ଏ ଦେଶ ମାଟି ପାଇଁ ଲଢ଼ୁଥିଲେ। ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଦେଶର ସମୂହ ସ୍ୱାର୍ଥ ପାଇଁ ସେମାନେ ବୀର ସାଜିଥିଲେ। ଯେଉଁମାନେ କି ଆମ ଦେଶ, ଆମ ରାଜ୍ୟ, ଆମ ମାଟିର ସ୍ୱାଧୀନତା ପାଇଁ ସେମାନେ ତାଙ୍କ ଜୀବନକୁ ପ୍ରାଣ ବିସର୍ଜନ ଦେଇଦେଲେ, ଆହୁତି ଦେଇଦେଲେ। ଆଉ ସେଇ ଜାତିର ଆମେ ହେଉଛୁ ଦାୟାଦ, କହିଲେ ଉତ୍ତର ସନ୍ତାନ। ନାଇଁ କି? ଆମେ ସମସ୍ତେ ସେଇ ପାଇକ ଜାତିର, ସେଇ ବୀର ଜାତିର ଉତ୍ତର ଦାୟାଦ। ଏବଂ ସେମାନଙ୍କର ଆହୁତିକୁ ଆମେ ଦେହରେ ବିଭୂତି କରି ବଳିଦେବା। ନାଇଁ କି? ଯେ କୃପାର ବିଭୂତି କରି ଆମ ଦେହରେ ବଳିଦେବା, ଯାହାଫଳରେ ଆମେ ମଧ୍ୟ ଆମ ଦେଶ ପ୍ରତି ଗୋଟେ ଭଲ ପାଇବା, ପ୍ରେମ ଜାଗ୍ରତ ହେବ, ସୃଷ୍ଟି ହେବ ଆମ ମନରେ। ତୋଷାଳି ପ୍ରାନ୍ତରେ ଦିନେ ବହିଥିଲା, ସମରେ ବୀରର ରକତ ନଈ। ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ, ପଚାରିଲେ ମାଟି ଯିବ ତ କହି। ବୁଝିପାରୁଛ ନା ପିଲାମାନେ? ତୋଷାଳି ପ୍ରାନ୍ତରେ ଦିନେ କ'ଣ ବହିଥିଲା? ବୀରମାନଙ୍କର ରକ୍ତର ନଈ ଛୁଟିଥିଲା। ହଁ କି ନାହିଁ ପିଲାମାନେ? କୋଟି କୋଟି ବୀର ଯେତେବେଳେ ଦେଶ ପାଇଁ, ସ୍ୱାଧୀନତା ପାଇଁ ପ୍ରାଣ ବିସର୍ଜନ ଦେଲେ, ପ୍ରାଣ ଦେଲେ, ତାଙ୍କର ରକ୍ତ ସବୁ ତୋଷାଳିରେ ନଈ ହୋଇ ବହି ଯାଇଥିଲା। ସମରେ କହିଲେ ଯୁଦ୍ଧରେ,
ବୀରର ରକତ ନଈ, ବୀର ରକ୍ତରେ ନଈ ପାଲଟିଥିଲା। ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ, ପଚାରିଲେ ମାଟି ଯିବ ତ କହି। ଆମେ ଯଦି ଏ ମାଟିକୁ ପଚାରିବା ତାହେଲେ ଏ ମାଟି ଗୋଟି ଗୋଟିକିରି ଉତ୍ତର ଦେବ। ସ୍ୱାଧୀନତା ପାଇଁ କେତେ ବୀର ଏଠି ପ୍ରାଣ ଦେଇଛନ୍ତି, କେତେ ବୀର ଏଠି ମାଟିରେ ମିଶି ଯାଇଛନ୍ତି, କେତେ ବୀରଙ୍କର ରକ୍ତ ଏଠି ଦିନେ ନଈ ହୋଇକି ବହି ଯାଇଥିଲା। ବୁଝିପାରୁଛ ନା ପିଲାମାନେ? ଏଇ କଥା ତୁମମାନଙ୍କୁ ମନେ ପକାଇ ଦିଆଯାଉଛି। ହେ ଉତ୍କଳର ସନ୍ତାନମାନେ, ତମେମାନେ କାହିଁକି ନିଜକୁ ଦୁର୍ବଳ ବୋଲି ଭାବୁଛ? ତମେମାନେ ସେଇ ବୀରମାନଙ୍କର ଉତ୍ତରଦାୟାତ। ଆମର ପୂର୍ବପୁରୁଷ ସବୁ ବଡ଼ ବଡ଼ ବୀର ଥିଲେ, ସେମାନେ ଏମିତି ଯୋଦ୍ଧା ଥିଲେ। ପଛ ଘୁଞ୍ଚା ନାହିଁ ବୀରର ଜାତକେ, ନ ମରେ ସେ କେବେ ପରାଣ ଆତଙ୍କେ। ସେମାନେ ଏଭଳି ବୀର ଥିଲେ, ପ୍ରାଣ ଭୟରେ, ମୃତ୍ୟୁ ଭୟରେ କେବେ ପଛ ଘୁଞ୍ଚା ଦେଇନଥିଲେ। ବରଂ ଜୀବନକୁ ଏ ମାଟିରେ ବିସର୍ଜନ କରିଦେଲେ। ତାଙ୍କର ରକ୍ତ ନଈ ହେଇକି ବହିଗଲା, ତଥାପି ସେମାନେ ପଛ ଘୁଞ୍ଚା ଦେଇନଥିଲେ। ଆଶା କରୁଛି ତମେମାନେ ବୁଝିପାରିଥିବ ପିଲାମାନେ। ଜାତୀୟ କବି ବୀରକିଶୋରଙ୍କର ଏହା ଏକ ଉଦ୍ବୋଧନମୂଳକ କବିତା ଆସ ଉତ୍କଳୀୟ, ନାଇଁ କି? ଆସ ଉତ୍କଳୀୟ ଶୁଣ ସର୍ବେ ମିଳି ଏ ଦେଶ ଜାତିର ପୂର୍ବ କଥା। କବି କହୁଛନ୍ତି, ହେ ଉତ୍କଳବାସୀ, ସମସ୍ତେ ଆସ ମିଳିମିଶି ଏ ଦେଶ ଜାତିର ପୂର୍ବ କଥାକୁ ସ୍ମରଣ କର। ଶୁଣ, ମୁଁ କହୁଛି ତମେମାନେ ଏ ଦେଶର ପୂର୍ବ କଥାକୁ ଶୁଣ। ଯାହାକୁ ସ୍ମରଣ କଲେ, ଯାହାକୁ ମନେ ପକାଇଲେ, ଯାହାକୁ ଭାଳି ହେଲେ, ତୁମର ଗର୍ବରେ କ'ଣ ହେବ? ଆପେ ଆପେ ମଥା ନଇଁଯିବ। ଅର୍ଥାତ୍ ତା ପ୍ରତି ତୁମର ଭକ୍ତିଭାବ ସୃଷ୍ଟି ହେବ, ତା ପ୍ରତି ତୁମର ସମ୍ମାନ ସୃଷ୍ଟି ହେବ। ତାହେଲେ ଏ ମାଟିର ବୀର କିଏ କିଏ ଥିଲେ? ବକ୍ସି ଜଗବନ୍ଧୁ, ଚନ୍ଦନ ହଜୁରୀ, ଏମାନେ ସବୁ ଉଭେଇ ଗଲେଣି। କେବେଠାରୁ ତାଙ୍କର ଶରୀର ମାଟିରେ ମିଶିଗଲାଣି, ସେମାନେ ଅମର ପଥରେ ଚାଲିଗଲେଣି। କିନ୍ତୁ ତାଙ୍କର ଯଶ କୀର୍ତ୍ତି ଆଜି ବି ଅମଳିନ ହୋଇ ରହିଛି। ଅର୍ଥାତ୍ ମଳିନ ପଡ଼ିଯାଇ ନାହିଁ, ଅମଳିନ ହୋଇକି ରହିଛି ଏ ଜଗତରେ। ଯେଉଁମାନେ ଭଲ କର୍ମ କରିବେ ସେମାନେ ଏ ଦେଶ ମାଟିରୁ ବିଦାୟ ନେଲା ପରେ ବି ଏଇଭଳି ଅମର ହୋଇ ରହିବେ। ଆଉ କ'ଣ ହେଇଛି ପିଲାମାନେ? ନା ପାଇକ ପୁଅର ଗାରିମା ଯେଉଁ ଥିଲା, ସ୍ୱାଧୀନତା ପାଇଁ ଯେଉଁମାନେ କି ଆହୁତି ଦେଇଥିଲେ, ଏ ଦେଶ ମାଟି ପାଇଁ ଯେଉଁମାନେ ଜୀବନ ଦେଇଥିଲେ, ସେଇ ଜାତି ଦାୟାଦ ଆମେ ତ ସରବେ ସେହି ଜାତି, ସେଇ ପାଇକ ଜାତି, ସେଇ ବୀର ଜାତିର ଆମେ ହେଉଛୁ ପରପିଢ଼ି ବା ଉତ୍ତର ସନ୍ତାନ। ଏଣୁ ଆମେ ବି କେବେ ବି ଭୟଭୀତ ହେବା ନାହିଁ ଏବଂ ତାଙ୍କର ଆହୁତିକୁ ଆମେ ସମସ୍ତେ ଦେହରେ ବିଭୂତି କରି ଲେପନ କରିବା। ଆଉ ତୋଷାଳି ପ୍ରାନ୍ତରେ ଦିନେ କ'ଣ ହେଇଥିଲା? ଯେଉଁ ଯୁଦ୍ଧ ହେଇଥିଲା, ଆମ ବୀରମାନଙ୍କର ରକ୍ତର ନଈ ସେଠି ଛୁଟିଥିଲା ପିଲାମାନେ। ଯାହାକୁ ଦେଖିଲେ, ଆଜି ଆମେ ଶୁଣିଲେ ତ ଆମର କେମିତି ଲୋମ ଟାଙ୍କୁରି ଉଠିଛି, ରକ୍ତ ଗରମ ହେଇଯାଉଛି। ଆଉ ଆମେ ଯଦି ଦେଖିଥାନ୍ତେ ସେ ଦୃଶ୍ୟକୁ, ତାହେଲେ କ'ଣ ଅନୁଭବ କରିଥାନ୍ତେ କୁହ? ଦିନେ ବୀର ପୁରୁଷମାନଙ୍କର ରକ୍ତର ନଈ ସେଠି ଛୁଟୁଥିଲା। ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ, ତାହେଲେ ଯେତେ ଯେତେ ବୀର ସ୍ୱାଧୀନତା ପାଇଁ ତାଙ୍କର ପ୍ରାଣ ବିସର୍ଜନ କଲେ, ଏ ମାଟିକୁ ପଚାରିଲେ ସେ ଉତ୍ତର ଦେଇପାରିବ। ଆଶା କରୁଛି ପିଲାମାନେ ତୁମେ କବିତାଟିକୁ ଭଲ ଭାବରେ ବୁଝିପାରିଥିବ। କେତେ ଗୁଡ଼ିଏ ଶବ୍ଦର ଅର୍ଥ ଜାଣିବା। ସର୍ବେ କହିଲେ ସମସ୍ତେ, ମିଳି କହିଲେ ମିଳିମିଶି, ପୂର୍ବ କହିଲେ ପୂର୍ବର, ସ୍ମରଣେ ମାନେ ସ୍ମରଣ କରିବା, ମନେ ପକାଇବା, ମଥା, ମଥା କହିଲେ ହେଉଛି ମୁଣ୍ଡ, ଯାହାକୁ ଆମେ ମସ୍ତକ ବୋଲି କହୁଛୁ, ଶିର ବୋଲି କହୁଛୁ, ସେଟା ହେଲା ମଥା। ବୁଝିଲ ପିଲାମାନେ? ଅମର, ଅମର କହିଲେ ଯାହାର କେବେ ମୃତ୍ୟୁ ହୁଏ ନାହିଁ, ସେ ହେଲା ଅମର। ଆଚ୍ଛା, ମଳିନ କହିଲେ କ'ଣ? ଯାହା ମଳିନ ପଡ଼ିଯାଏ, ଯେଉଁଠି ମାନେ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ, ତାକୁ କହୁଛେ ଆମେ ମଳିନ। ଆଉ ଅମଳିନ କହିଲେ ଯାହା ମଳିନ ନୁହେଁ, ନାଇଁ? ଆଚ୍ଛା, ଆଶା କରୁଛି ପିଲାମାନେ। ଆଉ ଗୋଟେ ଶବ୍ଦ ଅଛି ପ୍ରାନ୍ତରେ। ପ୍ରାନ୍ତରେ କହିଲେ ପଡ଼ିଆରେ। ସମର କହିଲେ ଯୁଦ୍ଧ, ଯାହାକୁ ତୁମେ ରଣ ବୋଲି କହୁଛ, ରଣ, ଯୁଦ୍ଧ, ସମର। ବୀର, ବୀର ଶବ୍ଦର ବିପରୀତ ହେଉଛି ପିଲାମାନେ ଭୀରୁ। ବୀରର ଲିଙ୍ଗ ପରିବର୍ତ୍ତନ ହେଉଛି ବୀରାଙ୍ଗନା, ତାକୁ ମନେ ରଖିବ। ସେଭଳି ରକ୍ତର ପ୍ରତିଶବ୍ଦ ହେଉଛି ଶଣିତ, ଲହୁ, ରୁଧିର। ଆଉ ନଈର କେତୋଟି ନାମ ତ ତମେ ଜାଣିଛ? ତରଙ୍ଗିଣୀ, ତଟିନୀ, ସରିତ, ସରିତା ଇତ୍ୟାଦି। ଏସବୁକୁ ତମେ ଲେଖିବ। କବିତାଟିକୁ ବାରମ୍ବାର ପଢ଼ିବ, ଏକାଧିକ ଥର ଲେଖିବ। କବିତାଟିକୁ ଲେଖିଲେ ତୁମକୁ ସୁବିଧା ହେବ କବିତାର ପାଦ ପୂରଣ କରିବା ପାଇଁ, କବିତାକୁ ସଜାଡ଼ି ଲେଖିବା ପାଇଁ, କବିତାର ସ୍ତମ୍ଭ ମିଳନ କରିବା ପାଇଁ। ଏଣୁ ପିଲାମାନେ ତୁମେ କବିତାଟିକୁ ଯେତେ ଥର ଲେଖିବ ତୁମର ସେତେ ସୁନ୍ଦର ମନେ ରହିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ନିଶ୍ଚୟ ଲାଇକ୍ଟିଏ କରିବ ଆଉ ତୁମ ସାଙ୍ଗମାନଙ୍କୁ ନିଶ୍ଚିତ ଭାବରେ ସେୟାର କରିଦେବ। ପିଲାମାନେ, ବିଦ୍ୟାକୁ ବାଣ୍ଟିଲେ ବଢ଼େ। ବିଦ୍ୟା ଏମିତି ଏକ ଧନ ଯାହାକୁ ବାଣ୍ଟିଲେ ସିଏ ବଢ଼େ। ତୁମେ ମଧ୍ୟ ବିଦ୍ୟା ବାଣ୍ଟିଲେ କେବେ କମିଯିବ ନାହିଁ। ଯିବା ପରବର୍ତ୍ତୀ ପଦକୁ।
ଶାନ୍ତି ମୈତ୍ରୀ ପ୍ରୀତି ପୂତ ବାଣିଜ୍ୟ ହିଁ ସ୍ଫୁରୁଥିଲା ପ୍ରତି ଅନ୍ତର ଭରି। ଅହିଂସା ମନ୍ତ୍ରରେ ଦେଲା ଯେଉଁ ଦୀକ୍ଷା, କାହିଁ କେଉଁ ଦେଶ ହେବ ତା ସରି। କେଡ଼େ ସୁନ୍ଦର କଥାଟିଏ ଲେଖା ହେଇଛି ପିଲାମାନେ। ଶାନ୍ତି ମୈତ୍ରୀ ପ୍ରୀତି ପୂତ ବାଣିଜ୍ୟ ହିଁ। ଶାନ୍ତି ମାନେ ବୁଝିପାରୁଛ, ମୈତ୍ରୀ ମାନେ ମିତ୍ରତା, ପ୍ରୀତି କହିଲେ ସ୍ନେହ ପ୍ରୀତି, ପୂତ ବାଣୀ, ପୂତ କହିଲେ ପବିତ୍ର, ତାହେଲେ ବାଣୀ କହିଲେ କଥା। ତାହେଲେ ଏ ଦେଶ ସାରା ବିଶ୍ୱକୁ କ'ଣ ଦେଲା? ଶାନ୍ତି ମୈତ୍ରୀ ପ୍ରୀତି ଆଉ ପବିତ୍ରତାର ବାଣୀ ଦେଲା। ସ୍ଫୁରୁଥିଲା ପ୍ରତି ଅନ୍ତର ଭରି, ପୁରା ଅନ୍ତରରୁ ହୃଦୟରୁ ଭରି ହେଇକି ବାହାରୁଥିଲା। ଅହିଂସା ମନ୍ତ୍ରରେ ଦେଲା ଯେଉଁ ଦୀକ୍ଷା, ଏ ଦେଶ ସାରା ବିଶ୍ୱକୁ ଅହିଂସାର ମନ୍ତ୍ର ଦେଲା। ଅହିଂସାର ବଳେ ବଳିଆ ନଥିଲା ଏ ଦେଶ, ହଁ କି ନାହିଁ? କାହିଁ କେଉଁ ଦେଶ ହେବ ତା ସରି। ଏଣୁ ସାରା ବିଶ୍ୱରେ ଅନ୍ୟ କୌଣସି ଦେଶ ଏ ଦେଶ ସହିତ ସମାନ ହୋଇପାରିବ ନାହିଁ। ଜାତି ପାଇଁ ଦିନେ ବାଳୁତ ଧରମା, ଝାସିଥିଲା ପ୍ରାଣ ସାଗର ଜଳେ। ଲୋଭିବ କି ତାର ଅଲିଭା କାହାଣୀ, ଥିବା ଯାଏ ନର ଧରଣୀ ତଳେ। କ'ଣ ହେଲା? ଜାତି ପାଇଁ ଦିନେ ବାଳୁତ ଧରମା, ଝାସିଥିଲା ପ୍ରାଣ ସାଗର ଜଳେ। ଲିଭିବ କି ତାର ଅଲିଭା କାହାଣୀ, ଥିବା ଯାଏ ନର ଧରଣୀ ତଳେ। ଶୁଣିଛ ନା ପିଲାମାନେ? ତମରି ବୟସର ପିଲାଟିଏ, କିଏ ନା ଧରମା, ଧର୍ମପଦ, ନାଇଁ କି? ଯିଏ କୋଣାର୍କର ମୁଣ୍ଡି ମାରି ସାଗରକୁ ଡେଇଁ ପଡ଼ିଥିଲା। ତମେମାନେ ସେ କାହାଣୀ ଶୁଣିଛ। 1200 ବଢ଼େଇ କୋଣାର୍କ ମନ୍ଦିର ତୋଳୁଥିଲେ, ତାଙ୍କ ମଧ୍ୟରୁ ବିଶୁ ମହାରଣା ମୁଖ୍ୟ ଥିଲେ। ତାଙ୍କର ପୁତ୍ର ଧର୍ମା ଆସିକି ପହଞ୍ଚିଲା କୋଣାର୍କ ମନ୍ଦିର ନିକଟରେ। ଦେଖିଲା ଯେ କାହାରି ମନରେ ଖୁସି ନାହିଁ। କ'ଣ ହେଇଛି ନା, ସମସ୍ତେ ମନ୍ଦିର ତୋଳିଛନ୍ତି କିନ୍ତୁ ମୁଣ୍ଡି ମାରି ପାରୁନାହାନ୍ତି। କାରିଗରୀ କୂଳର ପିଲା ଧର୍ମା କହିଲା, ମୁଁ ଏ ମନ୍ଦିରର ଚୁଳି ମାରିଦେବି। ଆଉ ସତକୁ ସତ ମଧ୍ୟ ସେ କୋଣାର୍କର ଚୁଳି ମାରି ଦେଇଥିଲା। କିନ୍ତୁ ଦେଶ ଜାତି ପାଇଁ, କାରିଗର ମାନଙ୍କର ସୁରକ୍ଷା ପାଇଁ ଶେଷରେ କ'ଣ କରିଥିଲା ନା, ସାଗରକୁ ଲମ୍ଫ ପ୍ରଦାନ କରି ଡିଆଁ ମାରି ନିଜର ଜୀବନ ବିସର୍ଜନ କରିଥିଲା। ଏଣୁ ସେଇ ଜାତି ପାଇଁ ଯେଉଁ ଜୀବନ ଦେଇଥିଲା ବାଳୁତ ଧର୍ମା, ସେ କାହାଣୀ କେବେ ଲିଭିବ ନାହିଁ। ସିଏ ଅଲିଭା ହୋଇକରି ଏ ପୃଥିବୀରେ ସବୁଦିନେ ରହିଥିବ। ତ୍ୟାଗ ଆଦରସ ଜାତିର ମହତ୍ଵ, ଦେଶ ପାଇଁ ଦେଲା ନିଜକୁ ବଳି। ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ, ସେ ପୁଅ ମହିମା ହେବ କି କଳି। ତାହେଲେ ତ୍ୟାଗ ଆଉ ଆଦର୍ଶ ଏ ଜାତିର ହେଉଛି ମହତ୍ଵ। ଆମ ଓଡ଼ିଆ ଜାତିର ମହତ୍ଵ କ'ଣ ନା, ତ୍ୟାଗ ଆଉ ଆଦର୍ଶ। ଦେଶ ପାଇଁ ଦେଲା ନିଜକୁ ବଳି, ଯିଏ ନିଜକୁ ବଳି ପକାଇ ଦେଲା। ଦେଶ ପାଇଁ ନିଜର ଜୀବନକୁ ଯିଏ ସାରା ଜୀବନ ଯିଏ ଦେଇଥିଲା, ସେ କିଏ ରେ ନା, ଉତ୍କଳର ମଣି ଗୋପବନ୍ଧୁ ଦାସ। ପୁରୀ ଜିଲ୍ଲାର ଯିଏ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ, ନେଇକି ହଇଜା ସମୟରେ ଦ୍ୱାର ଦ୍ୱାର ଯାଇ ଲୋକଙ୍କର ସେବା କରୁଥିଲେ। ବନ୍ୟା ପ୍ରପୀଡ଼ିତ ଲୋକଙ୍କର ସେବା କରୁଥିଲେ। ନିଜେ ନ ଖାଇ ନ ପିଇ ନ ପିନ୍ଧି ଦରିଦ୍ରର ସେବା କରୁଥିଲେ। ବୁଝିଲ ପିଲାମାନେ? ତାହେଲେ ତାଙ୍କର ମହିମାକୁ କଳନା କରିହେବ ନାହିଁ। ସିଏ ଥିଲେ ଦରିଦ୍ରର ବନ୍ଧୁ। କିଏ? ଉତ୍କଳମଣି ଗୋପବନ୍ଧୁ ଦାସ। ବୁଝିଲ ପିଲାମାନେ? ବାଜିରାଉତର ନାଁ ଲୁଚି ନାହିଁ, ମୁକତ ପଥର ସୈନିକ ସେହି। ତରପଣ କର ସେ ନାମ ଉଚ୍ଚାରି, ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ। ତାହେଲେ ଆଉ କ'ଣ ହେଇଛି ପିଲାମାନେ? ବାଜିରାଉତର ନାଁ ଶୁଣିଛ ନା? ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମରେ ଯାହାର ଜନ୍ମ। ପ୍ରଜା ମେଳି ସମୟରେ ଯିଏ ବାଳୁତ ବୀର ସାଜିଥିଲା, ମାତ୍ର 12 ବର୍ଷର ବାଳକ। ଇଂରେଜମାନେ ଯେତେବେଳେ ବ୍ରାହ୍ମଣୀ ନଦୀ ପାରି ହେବା ପାଇଁ ଚାହିଁଲେ, ସେତେବେଳେ ବାଳକ ବାଜିରାଉତ ସେତେବେଳେ ଡଙ୍ଗା ନେଇକି ସେଠି ନାଉରି ହେଇକି ଥିଲା। ଇଂରେଜମାନେ କହିଲେ, ଏ ବାଳକ ତୁ ଆମକୁ ନଦୀ ପାରି କରିଦେ। କିନ୍ତୁ ବାଜିରାଉତ କ'ଣ କହିଲା ନା, ପଛେ ଜୀବନ ଦେବି, ମୋ ଜାତି ଭାଇ ପାଇଁ ପଛେ ମୁଁ ଜୀବନ ଦେବି, ମୁଁ ତୁମମାନଙ୍କୁ କଦାପି ମୋ ନାଁରେ ବସେଇବି ନାହିଁ, ତୁମକୁ ନଦୀ ପାରି କରେଇବିନି। ସେଇଠୁ କ'ଣ କଲେ ଇଂରେଜମାନେ? ନୃଶଂସ ହେଇକି ବାଜିରାଉତର ମଥାକୁ ଗୁଳି ଫୁଟାଇ ଦେଇଥିଲେ। ସେଇଠି ବାଜିରାଉତ ଟଳି ପଡ଼ିଥିଲା। ହଁ କି ନାହିଁ କୁହ? ବାଜିରାଉତର ନାଁ ଲୁଚି ନାହିଁ, କିନ୍ତୁ ନାଁଟା ତାର ଲୁଚି ନାହିଁ। ମୁକତ ପଥର ସୈନିକ ସେହି ମୁକ୍ତି ସ୍ୱାଧୀନତା ପଥର, ସିଏ ବି ଜଣେ ବୀର ସୈନିକ, ଶିଶୁ ସୈନିକ। ତର୍ପଣ କର ସେ ନାମ ଉଚ୍ଚାରି, ସେ ନାମକୁ ଉଚ୍ଚାରଣ କରି ତର୍ପଣ କର, ଦାନ କର, ପୁଷ୍ପମାଲ୍ୟ କର। ହଁ କି ନାହିଁ?
ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ, ସ୍ୱାଧୀନତା ସଂଗ୍ରାମର ଯଦି ପୁରାଣ ପୃଷ୍ଠା ତମେ ଖୋଲିବ ତାହେଲେ ଦେଖିବ ସେଇ ବାଳକ ବାଜି ରାଉତର ତ୍ୟାଗ କାହାଣୀକୁ ତମେ ପଢ଼ିପାରିବ। ତାହେଲେ କ'ଣ ବୁଝିଲ ପିଲାମାନେ? ଏ ଦେଶ ହେଉଛି ଶାନ୍ତି ମୈତ୍ରୀ ପ୍ରୀତିର ପବିତ୍ର ବାଣୀ ସାରା ବିଶ୍ୱକୁ ଦେଇଛି। ଏଣୁ ଏ ଦେଶ ଭଳି ଦେଶ ଆଉ ନାହିଁ। ସାରା ବିଶ୍ୱର କୌଣସି ଦେଶ ଭାରତ ଦେଶ ଭଳି, ଆମ ଦେଶ ଭଳି, ଏ ଉତ୍କଳ ଦେଶ ଭଳି ହେଇପାରିବ ନାହିଁ। ଆଉ ଜାତି ପାଇଁ ଦିନେ ବାଳୁତ ଧରମା କ'ଣ କରିଥିଲା ନା ମନ୍ଦିର ଉପରୁ ସାଗର ଜଳକୁ ଲମ୍ଫ ପ୍ରଦାନ କରି ନିଜର ପ୍ରାଣ ବିସର୍ଜନ କରିଥିଲା। ସେ କାହାଣୀ କାହାରି ମନରୁ ଲିଭିବ ନାହିଁ। ଏ ଧରଣୀ ତଳେ ସାରା ଜୀବନ ଏ ବିଶ୍ୱ ସୃଷ୍ଟି ଥିବା ପର୍ଯ୍ୟନ୍ତ ରହିଥିବ। ଆଉ କ'ଣ ହେଲା ନା ଆଉ ଜଣେ ଏ ମାଟିର ପୁଅ ଯିଏକି ପୁରୀ ଜିଲ୍ଲାର ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ, ଉତ୍କଳମଣି ଗୋପବନ୍ଧୁ ଦାସ, ନିଜର ଏକମାତ୍ର ପୁତ୍ରକୁ ରୋଗ ଶଯ୍ୟାରେ ଛାଡ଼ି ଚାଲି ଯାଇଥିଲେ ଲୋକଙ୍କର ସେବା ପାଇଁ। ଫେରିଲା ବେଳକୁ ପୁଅ ଆଉ ନଥିଲା, ସ୍ୱର୍ଗବାସୀ ହେଇଯାଇଥିଲା। ତାହେଲେ ଭାବ ପିଲାମାନେ, କେତେ ତ୍ୟାଗ, କେତେ ନିଃସ୍ୱାର୍ଥପର ସେବକ ସେ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ଏ ଦରିଦ୍ର ଜନର ବନ୍ଧୁ ସିଏ ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ। ସେ ପୁଅର ମହିମାକୁ, ସେ ପୁଅର କୀର୍ତ୍ତିକୁ, ସେ ପୁଅର ବଳିଦାନକୁ, ସେ ପୁଅର ତ୍ୟାଗକୁ କଳନା କରିହେବ ନାହିଁ, କାହା ସହିତ ତୁଳନା କରିହେବ ନାହିଁ। ଆଉ କ'ଣ ହେଲା ନା ତୁମରି ବୟସର ଗୋଟିଏ ବୀର ଯିଏକି ବାଜି ରାଉତ, ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମରେ ଯାହାର ଜନ୍ମ, ପ୍ରଜାମେଳି ସମୟରେ ବ୍ରାହ୍ମଣୀ ନଦୀ କୂଳରେ ଯିଏ ନାଉରୀ ହୋଇ ରହିଥିଲା। ଇଂରେଜମାନେ ଆସି ବାଜି ରାଉତକୁ ଧମକ ଚମକ ଦେଇଥିଲେ, କହିଥିଲେ ଆମକୁ ଏ ବକଟେ ପିଲା ତୁ ଶୀଘ୍ର ଆମକୁ ଡଙ୍ଗାରେ ସେପାରିକୁ ପାରି କରିଦେ। କିନ୍ତୁ ବାଜି ରାଉତ ଟିକେ ବି ଡରି ଯାଇନଥିଲା। ସିଏ ସିଧା ମନା କରିଦେଇଥିଲା, ନା ମୋ ଜାତି ଭାଇର ଆଦେଶ ନାହିଁ, ମୁଁ ତୁମମାନଙ୍କୁ କଦାପି ପାରି କରେଇବି ନାହିଁ। ମଥାରେ ଗୁଳି ଖାଇ ଟଳି ପଡ଼ିଥିଲା ସେଇ 12 ବର୍ଷର ବାଳକ ବାଜି ରାଉତ। କିନ୍ତୁ ଏ ଦେଶ ପାଇଁ, ଏ ଜାତି ପାଇଁ ସିଏ କେବେ ସ୍ୱାର୍ଥପର ହୋଇନଥିଲା। ଏ ଦେଶ ପାଇଁ, ଜାତି ପାଇଁ ସେ ଜୀବନ ଦେଇଥିଲା। ଏଣୁ ପିଲାମାନେ, କେତେ ସୁନ୍ଦର କବିତାଟିଏ ତମର ଅଷ୍ଟମ ଶ୍ରେଣୀରେ ଏ କବିତାଟି ପଢ଼ାଯାଉଛି। ଏ କବିତା ଏକ ଉଦ୍ବୋଧନମୂଳକ କବିତା। ସାରା ଉତ୍କଳୀୟ ତୁମ ପରି ଯୁବପିଢ଼ିଙ୍କ ମନରେ ଗୋଟେ ଜାଗରଣ ସୃଷ୍ଟି କରିବା ପାଇଁ, ଜାଗ୍ରତ କରିବା ପାଇଁ, ଦେଶପ୍ରୀତି ଭରିଦେବା ପାଇଁ ଏ ନୂତନ ବହିରେ ଏ କବିତାଟି ସ୍ଥାନ ପାଇଛି। ଏଣୁ ପିଲାମାନେ, ଏ କବିତାଟିକୁ ତୁମେ ଭଲ ଭାବେ ବୁଝିବ, ବାରମ୍ବାର ପଢ଼ିବ, ବାରମ୍ବାର ଲେଖିବ, ତେବେ ତମର ଭାଷାଗତ ଦକ୍ଷତା ଅଧିକ ବଢ଼ିବ। ତାହେଲେ କେତେ ଗୁଡ଼ିଏ ଦେଖିବା କଠିନ ଶବ୍ଦ ଆଲୋଚନା କରିଦେବା। ଅହିଂସା କହିଲେ ଯାହା ହିଂସା ନୁହେଁ, ସରି କହିଲେ ସମାନ, ବାଳୁତ କହିଲେ ଯେଉଁଟା ବାଳକ, ଅଲିଭା ଯାହା ଲିଭେ ନାହିଁ। ଆସ ପିଲାମାନେ କବି ପରିଚୟ ସମ୍ପର୍କରେ ଆଲୋଚନା କରିବା। ଓଡ଼ିଆ ସାହିତ୍ୟରେ କବି ବୀରକିଶୋର ଦାସ ଜାତୀୟ କବି ଭାବରେ ପରିଚିତ। ସେ 1896 ମସିହା ନଭେମ୍ବର ମାସ 23 ତାରିଖରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପୁନଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ଦେଶବତ୍ସଳ, ମାନବବାଦୀ, ଗାନ୍ଧୀ ଦର୍ଶନବାଦୀ ତଥା ଉଗ୍ର ଜାତୀୟବାଦୀ କବି ଥିଲେ। ସ୍ୱାଧୀନତା ସଂଗ୍ରାମର ବହ୍ନି ଶିଖାକୁ ପ୍ରଜ୍ୱଳିତ କରିବା ଉଦ୍ଦେଶ୍ୟରେ ସେ ସରଳ, ତରଳ ଓ ସାବଲୀଳ ଭାଷାରେ କବିତାମାନ ରଚନା କରିଥିଲେ। ତାହାଦ୍ୱାରା ଓଡ଼ିଶାର ପୁରପଲ୍ଲୀରେ ଆବାଳ ବୃଦ୍ଧ ବନିତା ଉଦ୍ବୁଦ୍ଧ ହୋଇ ପତଙ୍ଗ ପରି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। କବିଙ୍କ ଦ୍ୱାରା ରଚିତ ପୁସ୍ତକ ଗୁଡ଼ିକ ହେଉଛି ମୋହନ ବଂଶୀ, ବିଦ୍ରୋହୀ ବୀଣା, ଫୁଲ ଚନ୍ଦନ, ବୀର ଗୀତିକା ଇତ୍ୟାଦି। ଆସ ଉତ୍କଳୀୟ କବିତାଟି କବିଙ୍କ ଦ୍ୱାରା ଲିଖିତ ବୀର ଗୀତିକା କବିତା ସଂକଳନରୁ ଆସିଅଛି। ଏବେ ପାଠ୍ୟ ଅନ୍ତର୍ଗତ ପ୍ରଶ୍ନ ଆଲୋଚନା କରିବା। 1 ନମ୍ବର, ଏ ଦେଶ ଜାତିର ପୂର୍ବ କଥା, ଏହି ପାଦରେ ଥିବା ପୂର୍ବ କଥାଟିରେ କେଉଁ କଥା ପ୍ରକାଶ କରୁଛି? ନା ଅତୀତର ଗୌରବ କଥା। 2 ନମ୍ବର, କବିତାର ବିଷୟବସ୍ତୁ ନିମ୍ନଲିଖିତ କେଉଁ ପ୍ରସଙ୍ଗ ଉପରେ ଆଧାରିତ? ଯେଉଁ 4ଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି ପିଲାମାନେ, ଏହାର ସଠିକ୍ ଉତ୍ତର ହେବ ଦେଶ ପାଇଁ ଉତ୍ସର୍ଗୀକୃତ ଭାବନା। ଯିବା ପରବର୍ତ୍ତୀ ପ୍ରଶ୍ନ ଉତ୍ତରକୁ। 3 ନମ୍ବର, ସେ ପୁଅ ମହିମା ହେବ କିଭଳି? ଏହି ପାଦରେ ସେ ଶବ୍ଦ କାହା ପାଇଁ ବ୍ୟବହାର ହେଇଛି? ନା ଗୋପବନ୍ଧୁଙ୍କ ପାଇଁ। ହେଲା ପିଲାମାନେ। 4 ନମ୍ବର, ମୁକତି ପଥର ସୈନିକ ବୋଲି କବିତାରେ କାହାକୁ କୁହାଯାଇଛି? ନା ସଠିକ୍ ଉତ୍ତର ବାଜି ରାଉତକୁ କୁହାଯାଇଛି। ଏବେ ମିଳିମିଶି ଯୋଡ଼ିବା ପିଲାମାନେ।
एक नंबर देख क स्तंभ ख स्तंभ देछि क स्तंभ रे एक नंबर बक्सी जगबंधु चंदन हजूरी गलेणी उभई अमर पथे एटा 4 नंबर को हबो बक्सी जगबंधु चंदन हजूरी स्वाधीनता संग्राम करी अमर होइछंती 2 नंबर तोसाड़ी प्रांतरे दिने बहिथिला समरे वीरर रकत नई एटा 2 को हबो तोसाड़ी प्रांतरे रक्तर नदी प्रवाहित होइथिला सेबा 3टा दरिद्र जनर बंधु गोपबंधु से पुओ महिमा हेबो कि कोड़ी एटा 1 नंबर को हबो दरिद्र जनर बंधु गोपबंधु को महिमा काहारी साथी रे कोड़ी हेबो नाही 4 नंबर को जिबा बाजीराउतर ना लुचि नाही मुकत पथर सैनिक सही एटा हेबो 3 को मुक्ति पथर सैनिक बाजीराउतर ना एबे भी लुचि जाई नाही। कवितार पदगुड़ी को आलोचना करिबा पिला माने निम्नरे कवितार किछि पद दिया जाइछि सेगुड़ी को भल भाबरे पढ़िबा चिंता करिबा बुझिबा एवं सांगमानक सह आलोचना करी लेखिबा 3टी पद दिया जाइछि एगुड़िकर उत्तर आमे पर पृष्ठारे आलोचना करिबा तापरे पुणी देइछि पिला माने बुझी विचारी लेख कविताटी को भल भाबरे पढ़ी निम्नरे दिया जाइथिबा प्रश्न गुड़िकर उत्तर लेख 5टी प्रश्न दिया जाइछि पिला माने ए सबुर प्रश्न उत्तर आमे परवर्ती पृष्ठारे रखिछु तबे पिला माने जदि भिडियोटी तुमर मन पसंदर हुए निश्चित भाव में लाइक टे कर अन्य सांग मानक शेयर करदेव एवं प्रश्न उत्तर आलोचना करवा पिला माने जो कहिथिला कविताटी ताकू बुझी विचारी लिखिबा क नंबर कौन हम ना ए माटीर पाइक पुओर वीरत्व अवर्णनीय पाइक पुओर रक्तरे केवल देश मातृकार सेवा निमंते त्याग और बलिदान लेखा होइथिला ए माटी तथा देशर स्वाधीनता पाई सेमाने निजकू आहुति देला भली निजर प्राण देइथिले आमे सेई वीरमानंकर उत्तरदायद एणु आमे मध्य तांकर आहुति को विभूति भली शरीर रे लगाई वीर परी लड़िबा। ख नंबर कविताटी को से बेला गद्य आकार लिखिबा ए देश ए माटी हेउची शांति मैत्री और प्रीतिर माटी एठाकार बाणी अत्यंत पवित्र ए बाणी प्रतिटी अंतर को जाग्रत करुला आहुरी मध्य ए देश अहिंसार बाणी सारा विश्व को देइछि एणु कौनसी देश आम देश सहित समान नुहे। ग नंबर कविताटी को गद्य लिखिबा सतरे से साधारण रक्तमांसर मनीष नथिले ए देशर ए जातिर महत्व रखिबा पई से विराट बड़ त्याग करी निजर स्वार्थ को समूह स्वार्थ रे लगाइथिले से हेउछंती उत्कलर मणि गोपबंधु दास से भली पुत्रर महिमा ओ गारिमा को तुलना कि कलना करि हेबो नाही। आशा करुछि पिला माने जे 3टी कविता दिया जाइथिला ताकू आमे गद्य आकार रे लिखिछु तुमे माने निश्चित भाव में अति सरल भाषा रे बुझी पारिबो जिबा परवर्ती पर्याय को पुणी बुझी विचारी लिखा पई जो प्रश्न गुड़िक देइथिला से प्रश्नर उत्तर लिखिबा ए देश जातिर पूर्व कथा उक्त धाड़ी रे कलिंग तथा ओडिशा देश और जातिर पूर्व कथा संपर्क रे कहा जाइछि। ख नंबर बक्सी जगबंधु और चंदन हजूरी स्वाधीनता पथर पथिक थिले सेमाने देश जाति पई प्राणपणे लढ़ई करी चिर अमर होई रहिछंती। ग नंबर से जाति दायद आमे तो सरबे उक्त पदरु बुझा पड़ुअछि जे ओडिशा माटीर वीर सेवक मानंकर आमे पर पीढ़ी बा उत्तर पीढ़ी। घ नंबर ए कविताटी मो मन को देश सेवक करी गढ़िबारे बल जगाई देला देश राज्य प्रति प्रेम और ममता भरीदेला देशर वीरटीए करी गढ़िबाकू प्रेरणा जगाई देला। अनुमान और कल्पना तुमे माने मिलीमिशी आलोचना कर एवं लेख 5टी प्रश्न दि जाइछि पिला माने पुणी देइछि कविता रचना गोटे कविता देइछि पूर्ण मित्राक्षर संपर्क रे आलोचना करिबा एवं पिला माने तुमर कविता गोटे कवितांश देइछि बाकी कविताटी को निज मनरू बढ़ाई कि लिखा कही ए सबू 3टी विभागर प्रश्न उत्तर एबे आमे आलोचना करिबा पिला माने तेबे गोटे कथा कहूँ कि बारंबार तुमे पढ़िब लेखिब
तेबे अति सुंदर भाव में प्रश्न उत्तर मन रहिबो। वर्तमान अनुमान आउ कल्पना 5टी प्रश्नर उत्तर। क नंबर, बक्सी जगबंधु परी हेबा पाई मु ए देशर सेवा करिबी, देश पाई वीर परी लढ़िबी, दरकार पड़िले ए देश जाति पाई जीवन को बाजी लगाई देबी। ख नंबर, निजकु पाइक पुओ भली देश सेवा पाई मु वीर परी गढ़ी हेबी, अहिंसार बलरे बलियान होई अस्त्र धरी लड़ाई करिबी। ग नंबर, देश समाज समाज पाई निजर स्वार्थ न थाई उत्तम कार्य कले जड़े व्यक्ति अमर होई पारिबो। घ नंबर, रक्तर तसाड़ी नई को देखिथिले मु ताती उठी थांती, अस्त्र धरी लड़ाई करने को आगे जाई थांती। एबे ओ नंबर पिला माने जो प्रथम अनुमान आउ कल्पना रे 5टी प्रश्न दिया जाइथला, एबे ओ नंबर प्रश्नर उत्तर जानिबा। जदि मु स्वाधीनता संग्रामी होई थांती तेबे अहिंसार बल को अधिक गुरुत्व देई देशरू विदेशी मानकू विताड़ित करी थांती। आशा करुच्ची तुमे माने 5टी प्रश्नर उत्तर भल भाव में बुझी पारिथिबो। एगुड़ी को अति सरल भाषा रे लेखा जाइछि पिला माने, तमे माने बारंबार पढ़िले लेखिले अति सुंदर भाव में मन रखि पारिबो। जिबा एबे परवर्ती पर्याय कवितार रचना। क नंबर, पूर्ण मित्राक्षर छंदरे पादर शेष अक्षर सहित ता पूर्ववर्ती स्वर सह परवर्ती पादर अंत्य अक्षर एवं ता पूर्ववर्ती स्वरर मेल रही थाए, एहाको मित्राक्षर छंद बोली कहा जाए। ख नंबर, कविता को प्रभावशाली करिबा पई भावभक्तियुक्त पद सहित सरल और आंचलिक पद श्रुति मधुर होइअछि। एबे तुमर कविता विभाग को जिबा। गोटिए पद सीए देइथिला पिला माने आमे निज मनरु गोटिए पद लेखिबा। आस उत्कळीय शुण सर्वे मिली ए देश जातिर पूर्व कथा, स्मरणे जाहार गौरव तोहर आपे आपे नई पड़िब मथा, केमिति भाबुचु दुर्बल बोली तू तो पूर्व पुरुष थिले टीवीर, बैरी प्राण रे फुटाइले गुड़ी छाती रे पसाई देले टी डर। एई भली तमे निज मनरु मध्य कविता को लिखि परिबो पिला माने। शेष पद को खाप खाइला भली शब्द लगाई तमे एई भली सुंदर सुंदर कविता रचना करिवो। एहाकु सृजनात्मक रचना बोली कहा जाय, जोटा कि तमे क्रिएटिव राइटिंग कहूछ। विभिन्न प्रतियोगिता रे तमे जाई कि क्रिएटिव राइटिंग रे अंशग्रहण करूछ। एणु तुम नुआ बही रे पिला माने तुमर विभिन्न दक्षता को आखि आगे रखी सुंदर सुंदर एक्टिविटी दिया जाइछि। भाषा विचार पिला माने शब्द सह शब्द जोड़िबा। देख धरणी पाई आमे कौन समार्थबोधक शब्द लिखिपारिबा। अबनी, धरा, धरित्री, वसुधा, वसुमती, क्षिति, वसुंधरा, भूतधात्री, भू एगुड़िक मध्य पृथ्वीर प्रति शब्द पिला माने तमे मने रखिबो। एबे कौन करिबा, पद्यरु गद्य रूप करिबा। गरबे गर्बे, सरबे सर्बे, रकत रक्त, आदरस आदर्श, तरपण तर्पण। एबे काल विचार। देख पिला माने उपर लिखित पद दुईटी अतीत कालर सूचना प्रदान करुच्ची, ताको आमे वर्तमान आउ भविष्यत काल रे लिखिबा। से कौन कहिछि ना पाइक पुअर गारिमा जा थिला। थिला ल शब्द लागिथिबो माने तमे जानिबो पिला माने सेटा अतीत काल। थिला, करुथिला, खाउथिला इत्यादि। तसाड़ी प्रांतरे दिने बहिथिला। अच्छा, एसबू को आम वर्तमान भविष्यत कर लिखा। कौन हम वर्तमान काल में कौन हम ना पाइक पुअर गरिमा जा अच्छी। भविष्यत काल में कौन हम पाइक पुअर गरिमा जा हेबो। से भाया वर्तमान काल में कौन हम ना तसाड़ी प्रांतरे आजी बहु अच्छी। आ भविष्यत रे कौन हम ना तसाड़ी प्रांतरे दिने बही जीव। मन रखब पिला माने छ छा छी लगिले वर्तमान काल, लो ला ली लू लगिले अतीत काल, बो बा बी बू एसबू लगिले भविष्यत काल। एबे जिबा आगकू तुम कथा। पाठ्य बहिर्भूत किछि दिया जाइछि पिला माने, किछि चित्र दिया जाइछि जे गुड़िक देश प्रेम आधारित ताकू टिक चिन्ह देबा। देख पिला माने गछरे पानी देबा एसबू गोटे देश प्रेम नहीं कि देशर संपद को सुरक्षा देवा, परिवेश सुरक्षा करवा। तापरे गोटे रेलगाड़ी यात्रा समय जाति धर्म वर्ण निर्विशेष समस्ते सहयोग करवा। कौटी निया लगिले निया लिभेइबा। से भली जाति धर्म वर्ण निर्विशेष समस्त को समान प्रदर्शन करवा।
ଲୋକଙ୍କୁ ପଥ ଦେଖାଇବା, ହଁ କି ନାହିଁ, ବୃଦ୍ଧ ବ୍ୟକ୍ତିଙ୍କୁ ରାସ୍ତାରେ ସାହାଯ୍ୟ କରିବା, ଜାତୀୟ ପତାକାକୁ ସମ୍ମାନ ଦେବା, ବ୍ୟାଙ୍କ ଭଳି ସାମାଜିକ ଅନୁଷ୍ଠାନରେ କ'ଣ କରିବା, ମାନେ ଧାଡ଼ିରେ ଛିଡ଼ା ହୋଇ କାମ କରିବା, ଫୁଲ କୌଣସି ଜାଗାରୁ ଛିଣ୍ଡେଇବା ନାହିଁ, ଇତ୍ୟାଦି ଇତ୍ୟାଦି। ଏବେ କ'ଣ କହିଛି ପିଲାମାନେ, ଆମର ଅସ୍ତ୍ରଶସ୍ତ୍ର ଯେମିତି ପାଇକ ପୁଅ ଖଣ୍ଡା ତପ ବନ୍ଧୁକ ବ୍ୟବହାର କରୁଥିଲା, ସେଟା କବି କ'ଣ ଅସ୍ତ୍ର ରୂପେ ବ୍ୟବହାର କରନ୍ତି? କଲମ। କୃଷକ କ'ଣ ବ୍ୟବହାର କରନ୍ତି? ଲଙ୍ଗଳ। ଛାତ୍ର ଅସ୍ତ୍ର ରୂପରେ କ'ଣ ବ୍ୟବହାର କରନ୍ତି? କଲମ। ବୈଜ୍ଞାନିକମାନେ ଅସ୍ତ୍ର ରୂପରେ କ'ଣ ବ୍ୟବହାର କରନ୍ତି? ନା ପରୀକ୍ଷଣ ସାମଗ୍ରୀ। ଡାକ୍ତର ଅସ୍ତ୍ର ରୂପରେ କ'ଣ ବ୍ୟବହାର କରେ? ଷ୍ଟେତ। ତୁମ ଭାଷା ତୁମ ଗୀତ, ବିଭିନ୍ନ ରାଷ୍ଟ୍ର ଗୀତ, ଦେଶପ୍ରେମ ଗୀତ ସଂଗ୍ରହ କରି ପଢ଼ିବ ପିଲାମାନେ। ଜାତୀୟ ପତାକା ହେଉଛି ଦେଶର ଗର୍ବ ଆଉ ଗୌରବ। ଯେକୌଣସି ଦିନ ଶୋଇବା ପୂର୍ବରୁ ତୁମେମାନେ ସମଗ୍ର ଦିନର ଦିନଚର୍ଯ୍ୟା ମନେ ପକାଅ, ଇତ୍ୟାଦି ଇତ୍ୟାଦି। ଏସବୁ ତୁମ ପାଇଁ ଦିଆଯାଇଛି ପିଲାମାନେ। ସମାନ ଅର୍ଥ ବୁଝାଉଥିବା ଶବ୍ଦ ଯାହାକୁ ପ୍ରତିଶବ୍ଦ କୁହାଯାଏ ପିଲାମାନେ, ବାଛିକି ଲେଖିବା। ପୁଅର ପ୍ରତିଶବ୍ଦ ଦେଇଛି ପୁତ୍ର ଆଉ ସୁତ। ନଈର ପ୍ରତିଶବ୍ଦ ଦେଇଛି ତଟିନୀ, ସ୍ରୋତୋଷିନୀ। ସେଭଳିଆ ସାଗରର ପ୍ରତିଶବ୍ଦ ସିନ୍ଧୁ, ପାରାବାର। ସୈନିକର ପ୍ରତିଶବ୍ଦ ଯବାନ, ସିପାହୀ। ଏବେ ଯିବା କବିତାର ଶୀର୍ଷକ। ଆସ ଉତ୍କଳୀୟ ଶୁଣ ସର୍ବେ ମିଳି, ଏ ଦେଶ ଜାତିର ପୂର୍ବ କଥା। ଏହି କବିତାର ଶୀର୍ଷକ ଆସ ଉତ୍କଳୀୟ। ଅନେକ ସମୟରେ କବିମାନେ କବିତାର ଏକ ଧାଡ଼ିକୁ କବିତାର ଶୀର୍ଷକ ଭାବରେ ବ୍ୟବହାର କରିଥାନ୍ତି। ଏହିଭଳି ଯଦି ତୁମେ କବିତାରୁ ଅନ୍ୟ ଗୋଟିଏ ଧାଡ଼ି ବାଛିପାରୁଛ, ତାକୁ ଲେଖ, କାରଣ ସହ ଲେଖ। ତେବେ ଆମେ କହିପାରିବା, ଶାନ୍ତି ମୈତ୍ରୀ ପ୍ରୀତି ପୂତବାଣୀ ଯହିଁ ସ୍ଫୁରୁଥିଲା ପ୍ରତି ଅନ୍ତର ଭରି, ମୁଁ ଏହାକୁ କବିତାର ଶୀର୍ଷକ କରି ବାଛିଥାନ୍ତି ପୂତବାଣୀ। କାରଣ ଏଥିରେ ଆମ ଦେଶର ଶାନ୍ତି, ମୈତ୍ରୀ ଓ ପବିତ୍ର ବାଣୀ ସମ୍ପର୍କରେ କୁହାଯାଇଛି। ଏହା କବିତାଟିକୁ ଅଧିକ ଯଥାର୍ଥତା ଦେଇଥାନ୍ତା।